ମାଷ୍ଟ ଏକ ମଡାଲ ଅଟେ। ଏହାର ଅର୍ଥ ଉଚିତ ଅଟେ। ବକ୍ତା କୌଣସି କାର୍ଯ୍ୟର ପ୍ରୟୋଜନୀୟତା ବା ଆବଶ୍ୟକତାକୁ ଜରୁରୀ ମନେ କଲେ ମାଷ୍ଟ ବ୍ୟବହୃତ ହୁଏ। ଉଦାହରଣ, ଆଇ ମାଷ୍ଟ ଗୋ ଟୁ ଦି ବ୍ୟାଙ୍କ ଟୁ ଗେଟ୍ ସମ୍ ମନି। ମୋତେ କିଛି ପଇସା ଆଣିବାକୁ ବ୍ୟାଙ୍କକୁ ଯିବା ଉଚିତ ବା ଯିବାକୁ ପଡ଼ିବ। ୱି ମାଷ୍ଟ ଓବେ ଦ ଲଜ୍ ଅଫ୍ ଦ କଣ୍ଟ୍ରି। ଆମେ ଦେଶର ଆଇନ ମାନିବା ଉଚିତ। ଉପଦେଶ ବା ଆଡଭାଇସ୍ ଦେବାକୁ ମାଷ୍ଟ ବ୍ୟବହୃତ ହୁଏ। ଉଦାହରଣ, ଆଇ ମାଷ୍ଟ ଆସ୍କ ୟୁ ନଟ୍ ଟୁ ଡୁ ଦ୍ୟାଟ୍ ଏଗେନ୍। ତୁମେ ତାହା ପୁଣି ଥରେ ନ କରିବାକୁ ତୁମକୁ ମୁଁ କହିବି। ବକ୍ତା କୌଣସି ଘଟଣା ବା ଅବସ୍ଥା ବିଷୟରେ ନିଶ୍ଚିତତା ବା ନିଃସନ୍ଦେହତା ପ୍ରକାଶ କଲେ ମାଷ୍ଟ ବ୍ୟବହୃତ ହୁଏ। ଉଦାହରଣ, ରମନ ଇଜ୍ ଆବସେଣ୍ଟ, ହି ମାଷ୍ଟ ବି ଇଲ୍। ରମନ ଅନୁପସ୍ଥିତ ଅଟେ, ସେ ହୁଏତ ବେମାର ଥିବ। ଦେ ଲୁକ୍ ଆଲାଇକ୍, ଦେ ମାଷ୍ଟ ବି ଟୁଇନ୍ସ। ସେମାନେ ଏକା ଭଳି ଦେଖାଯାଉଛନ୍ତି, ସେମାନେ ଯାଆଁଳା ହେବେ। ବକ୍ତା ବ୍ୟକ୍ତିଗତ ଭାବେ କୌଣସି କାର୍ଯ୍ୟକୁ ନିଷେଧ ବା ବାରଣ କରିବାକୁ ଇଚ୍ଛା କରୁଥିଲେ ମାଷ୍ଟ ବ୍ୟବହୃତ ହୁଏ। ଉଦାହରଣ, ୟୁ ମାଷ୍ଟଣ୍ଟ ଟେଲ୍ ଲାଇଜ୍। ତୁମେ ମିଛ କହିବା ଉଚିତ ନୁହେଁ। ସି ମାଷ୍ଟଣ୍ଟ କୁକ୍ ଇଫ୍ ସି ଇଜ୍ ଇଲ୍। ସେ ଯଦି ଅସୁସ୍ଥ ସେ ରାନ୍ଧିବା ଉଚିତ ନୁହେଁ। ଅତୀତ ଘଟଣାରୁ ନିଷ୍ପତ୍ତି ବା ସିଦ୍ଧାନ୍ତ ଗ୍ରହଣ କରିବା ପାଇଁ ମାଷ୍ଟ ସହ ପରଫେକ୍ଟ ଆସ୍ପେକ୍ଟ ବ୍ୟବହୃତ ହୁଏ। ଉଦାହରଣ, ଆଇ ମାଷ୍ଟ ଲିଭ୍ ଏଟ୍ 4 PM ଟୁଡେ। ମୋତେ ଆଜି 4ଟା ବେଳେ ଯିବାକୁ ପଡ଼ିବ। ମାଷ୍ଟର ନେଗେଟିଭ ମାଷ୍ଟ ନଟ୍ ବା ମାଷ୍ଟଣ୍ଟ ଅଟେ। ମୁଁ ଭାବୁଛି ଆପଣମାନେ ମାଷ୍ଟର ବ୍ୟବହାର ବୁଝିଗଲେ। ଯଦି ଏହି ଭିଡ଼ିଓ ଲେସନଟି ଆପଣଙ୍କ ପାଇଁ ଶିକ୍ଷଣୀୟ ହୋଇଛି ତେବେ ଦୟାକରି ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିଦିଅନ୍ତୁ। ଏହାର ପର ଭିଡ଼ିଓ ଲେସନ ହ୍ୟାଭ୍ ଟୁ ଉପରେ ଆଧାରିତ ହେବ। ଧନ୍ୟବାଦ।